ଆଜି ଆମେ ଆମ ନବମ ଶ୍ରେଣୀ ଆଲଜେବ୍ରାର ହେଲା ପରିସଂଖ୍ୟାନ ଚାପ୍ଟର ଅନୁଶୀଳନୀ କଣ 7A କରିବା। ବୁଝିହେଲା? ଅନୁଶୀଳନୀ 7A। ତାହେଲେ 1 ନମ୍ବର ପିଲାମାନେ ଆମକୁ ଦେଇଛି ଗୋଟେ ସାରଣୀ ଦେଇଛି। ସାରଣୀରେ ଆମର ଲବ୍ଧାଙ୍କ ଦେଇଦେଇଛି ଆଉ ବାରମ୍ବାରତା ଦେଇଦେଇଛି। ସେ କହିଛି ଲବ୍ଧାମାନଙ୍କ ରାଶିକୃତ ବାରମ୍ବାରତା ନିର୍ଣ୍ଣୟ କର। ତାହେଲେ କରିବା। ପିଲାମାନେ ଦେଖ ତାହେଲେ ଲବ୍ଧାଙ୍କ ଏଠି ମୁଁ ଲେଖିଦେଇଛି ବାରମ୍ବାରତା ହେଲା। ଇଏ ହେଲା ଆମର ରାଶିକୃତ ବାରମ୍ବାରତା ହେଲା। ତାହେଲେ ପିଲାମାନେ ବାରମ୍ବାରତା ଦେଖ ବାରମ୍ବାରତା 5 ଅଛି, ରାଶିକୃତ ବାରମ୍ବାର ଏଠି ଫାଷ୍ଟ 5 ହେଇଯିବ। ତାପରେ କ'ଣ ହବ? ତାପରେ ଯିଏ ବାରମ୍ବାରତା ରାଶିକୃତ ୟା ସହିତ ମିଶାଣ 5ରେ 8 ମିଶିଲେ 13, ବୁଝିଲା? ତାପରେ 13ରେ 17 ମିଶିଲେ କ'ଣ ହବ? 30। ତାପରେ 30ରେ 29 ମିଶିଲେ 69। ତାପରେ ଯିବା ହେଲା 59ରେ 41 ମିଶିଲେ 100, 100ରେ 36 ମିଶିଲେ 136 ହେଲା। 136 37 ମିଶିଲେ 163 ହେଲା। 163ରେ 16 ମିଶିଲେ 179, 179ରେ 10 ମିଶିଲେ 189। ଯଦି ତମକୁ ସମ୍ପୂର୍ଣ୍ଣ ବାହାର କରିଦେଇଛି ଆକୁ ମିଶେଇଦେ ଟୋଟାଲ ଏତିକି ମଧ୍ୟ ହବ ହେଲା। ତାହେଲେ ରାଶିକୃତ ବାରମ୍ବାରତା ଆମର ସମସ୍ତଙ୍କର ବାହାରି ପଇଲା। ବୁଝିଲ ତ? ଇଏ ହେଲା ଆମର ରାଶିକୃତ ବାରମ୍ବାରତା। ନେକ୍ସଟ ଆମକୁ 2 ନମ୍ବର ଦେଲା ନିମ୍ନସ୍ଥ ସାରଣୀରେ ଲବ୍ଧମାନଙ୍କର ଦତ୍ତ ରାଶିକୃତ ବାରମ୍ବାରତାରୁ ସେଗୁଡ଼ିକର ବାରମ୍ବାରତା ନିର୍ଣ୍ଣୟ କର ହେଲା। ଏଠି ଓଲଟା ଦେଇଦେଇଛି ପିଲାମାନେ। ଏଠି ରାଶିକୃତ ବାରମ୍ବାରତା ପଚାରିଥିଲା, ଏଠି ଏଇଟା ପଚାରିଛି ବାରମ୍ବାରତା ପଚାରିଛି। ରାଶିକୃତ ବାରମ୍ବାରତା କ'ଣ ଦେଇଦେଇଛି। ତାହେଲେ ଦେଖ ପିଲାମାନେ, ତାହେଲେ ପିଲାମାନେ ଦେଖ ଲବ୍ଧାଙ୍କ ଦେଲା, ଲବ୍ଧାଙ୍କ ସହିତ ଆମର ଇଏ କିଛି ନାହିଁ, ଆମେ ବାରମ୍ବାରତା ବାହାର କରିବା। ବୁଝିହେଲା? ତାହେଲେ ପିଲାମାନେ ଏଇଟା ରାଶିକୃତ ବାରମ୍ବାରତା ଯାହା ଥିବ ପ୍ରଥମଟା ତାହା ହେଇଯିବ। ତାହେଲେ 5 ସେଠି ମଧ୍ୟ ସେୟା ହେଉଥିଲା। ତାପରେ କ'ଣ ହବ ପିଲାମାନେ? ଆମର ଯେଉଁ ସେକେଣ୍ଡ ଏଇଟାରୁ କ'ଣ ଏଇଟାକୁ ଆମକୁ ଫେଡ଼ିବାକୁ ପଡ଼ିବ ହେଲା। 13ରୁ 5 ଫେଡ଼ିଲେ 8 ଲେଖିଦେଇଛି। 25ରୁ 13 ଫେଡ଼ିଲେ 12, ବୁଝିହେଲା? ସେମିତି ସବୁ କରିଦେବ ସେମିତି। 43ରୁ କ'ଣ 25 ଫେଡ଼ିବ 18, 56ରୁ 43 ହେଲା। ପରଟାରୁ ପୂର୍ବ ଫେଡ଼ିବ ଆଉ କ'ଣ? 56ରୁ 43 ଫେଡ଼ିଲେ 13, 66ରୁ 56 ଫେଡ଼ିଲେ 10, 73ରୁ 66 ଫେଡ଼ିଲେ 7। ନେକ୍ସଟ ହେଲା। ତାପରେ 77 - 73 ହେଲା 4। ୟାର ସମ୍ପୂର୍ଣ୍ଣ ମିଶିଦେଲେ ମଧ୍ୟ ଆମର 77 ହିଁ ବାହାରିବ, ଯେଉଁଟା ଏଠି ଅଛି। ତାହେଲେ ଆମର ଠିକ୍ ଅଛି। ନେକ୍ସଟ ଆମକୁ 3 ନମ୍ବର ଦେଲା ଯେ ନିମ୍ନରେ 25 ଜଣ ଲୋକଙ୍କର ଉଚ୍ଚତା ସେଣ୍ଟିମିଟରରେ ଲେଖାଯାଇଛି। ସେଗୁଡ଼ିକୁ ଊର୍ଦ୍ଧ୍ୱକ୍ରମରେ ସଜାଇ ଏକ ପୌନଃପୁନ୍ୟ ବିତରଣ ସାରଣୀରେ ପ୍ରକାଶ କର। ତାହେଲେ ପିଲାମାନେ ପ୍ରଥମେ ଊର୍ଦ୍ଧ୍ୱକ୍ରମରେ ସଜାଇକି ତାକୁ ପୌନଃପୁନ୍ୟ ବିତରଣ ଗୋଟେ ସାରଣୀରେ ଆମେ ପ୍ରକାଶ କରିବା। 25 ଜଣ ଲୋକଙ୍କର ଉଚ୍ଚତା ଦେଇଛି। ତାହେଲେ ପିଲାମାନେ ଦେଖ ଊର୍ଦ୍ଧ୍ୱକ୍ରମରେ ସଜାଇ ମୁଁ ରଖିଦେଇଛି ହେଲା। 158, 159, 160, 161 ହେଲା। ଏମିତି କରି କରି 165 ଦେଖ 165, 165 ଡବଲ ଅଛି, ଡବଲ ଲେଖା ହେଇଛି। ବୁଝିହେଲା? ତାହେଲେ ତାକୁ ଆମେ ପୌନଃପୁନ୍ୟ ବିତରଣ ସାରଣୀ ମାନେ ତାକୁ ଆମେ ଟାଲି ଚିହ୍ନ ଦେବା ଏବଂ ବାରମ୍ବାରତା ଲେଖିବା। ତାହେଲେ 158 ପିଲାମାନେ ଗୋଟେ ଥର ଅଛି। ତାହେଲେ ଗୋଟେ ଟାଲି ଚିହ୍ନ ମାନେ ଏମିତି ଟିକେ ବଙ୍କେଇ ଦେବ। ଗୋଟେ ଟାଲି ଚିହ୍ନ ଦିଆହେଲା, ବାରମ୍ବାରତା 1। 159 ଗୋଟେ ଟାଲି ଚିହ୍ନ, ବାରମ୍ବାରତା 1। 160 2 ଥର ଅଛି ହେଲା। ଦିଟା ଟାଲି ଚିହ୍ନ ଦିଆହେଲା, ବାରମ୍ବାରତା ହେଲା 2। ଯେତେ ଥର ଅଛି ସେତେ ଥର। ବୁଝିହେଲା? ସେମିତି ସବୁଗୁରା ମୁଁ କରିଦେଇଛି ଦେଖ। 60 ହେଲା। ତମେ ମଧ୍ୟ ଏଇଟା ମନକୁ କର, ଟାଲି ଚିହ୍ନ ଯେତିକିଟା ଅଛି ସେତିକିଟା ଦେବ, ଆଉ ବାରମ୍ବାରତା ଯେତିକି ଲେଖିବ ଆଉ ହେଲା। 180 ଆଉ ଟୋଟାଲ ଲାଷ୍ଟକୁ ଏଇ ଯେଉଁ ଇଏଟା ମିଶାଇ ଦେବ, 25 ବାହାରିବ। ବୁଝିହେଲା? ତାପରେ ବି ଦେଖିବା। ବିରେ ଆମକୁ ଦେଲା ଯେ ଉପରୋକ୍ତ ସାରଣୀରୁ ନିମ୍ନଲିଖିତ ପ୍ରଶ୍ନମାନଙ୍କର ଉତ୍ତର ଦିଅ। ତ ସର୍ବନିମ୍ନ ଉଚ୍ଚତା କେତେ? ସର୍ବନିମ୍ନ ଉଚ୍ଚତା ପିଲାମାନେ 158 ସେଣ୍ଟିମିଟର। ବୁଝିହେଲା? ତାପରେ ଡବଲ ଆଇରେ ଯିବା। ଡବଲ ଆଇ ଆମକୁ କ'ଣ ଦେଲା? ଦେଇଛି ସର୍ବାଧିକ ଉଚ୍ଚତା ବିଶିଷ୍ଟ ଲୋକ ସଂଖ୍ୟା କେତେ? ପିଲାମାନେ ଏଠି ଲେଖିଛି ଡବଲ ଆଇରେ ସର୍ବାଧିକ ଉଚ୍ଚତା ବିଶିଷ୍ଟ ଲୋକ ସଂଖ୍ୟା ଜଣେ ହେଲା। ମାନେ ସବୁଠାରୁ ଅଧିକ 100 କେତେ ସେଣ୍ଟିମିଟର? ଜଣେ ଅଛି। କେତେ ଜଣ ଲୋକଙ୍କର ଉଚ୍ଚତା 180 ସେଣ୍ଟିମିଟରରୁ ଅଧିକ ହେଲା? ସେ ଦେଇଛି 180 ସେଣ୍ଟିମିଟରରୁ କମ୍ ହେଲା। ଦେଇଛି 170 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ସର୍ବାଧିକ ଲୋକ ଅଛନ୍ତି ହେଲା। ସବୁଠାରୁ 170 ସବୁ ସର୍ବାଧିକ ଲୋକ 170 ସେଣ୍ଟିମିଟର ଅଛନ୍ତି ହେଲା। এটা ପିଲାମାନେ ଟିକେ ଓଲଟ ପାଲଟ ହେଇଯାଇଛି କୋଶ୍ଚିନ୍। ଦେଖ ଟ୍ରିପଲ ଆଇ କୋଶ୍ଚିନ୍ ଆଇଭି ଆନ୍ସରରେ, ଆଇଭି କୋଶ୍ଚିନ୍ଟା ଟ୍ରିପଲ ଆଇ ଆନ୍ସର ହେଲା। 24 ଜଣ ଲୋକଙ୍କର ଉଚ୍ଚତା 180 ସେଣ୍ଟିମିଟରରୁ କ'ଣ କମ୍ ହେଲା। ଆଇଭି ଟ୍ରିପଲ ଆଇ ମୁଁ କୋଶ୍ଚିନ୍ ଓଲଟା ପଢ଼ିଦେଲି। କେଉଁ ଉଚ୍ଚତା ବିଶିଷ୍ଟ ସର୍ବାଧିକ ଲୋକ ଅଛନ୍ତି? ସେଟା 70 ସେଣ୍ଟିମିଟର ଉଚ୍ଚତା ବିଶିଷ୍ଟ ସର୍ବାଧିକ ଲୋକ
ଅଛନ୍ତି ହେଲା। ଭିରେ ଦେଲା କେତେ ଜଣ ଲୋକଙ୍କର ଉଚ୍ଚତା 70 ସେଣ୍ଟିମିଟରରୁ 80 ସେଣ୍ଟିମିଟର ଅଛି, ହେଲା 9 ଜଣ ଲୋକଙ୍କ ଉଚ୍ଚତା ଏଠି ଠିକ୍ ଲେଖା ହେଇଛି ହେଲା। 4 ନମ୍ବର ଦେଲା ଯେ 30 ଜଣ ପିଲାଙ୍କର ଗଣିତ ପରୀକ୍ଷାରେ ନମ୍ବର ଦିଆଯାଇଛି ହେଲା। ପରୀକ୍ଷାରେ ମୋଟ ନମ୍ବର ହେଉଛି 100। ଦତ୍ତ ତଥ୍ୟାବଳୀକୁ ନେଇ ଏକ ପୁନଃ ବିତରଣୀ ପ୍ରକାଶ କର। ଏଠି ଦେଇଛି ଯେମିତି ଟାଲି ଚିହ୍ନ ଯେମିତି ବାରମ୍ବାରତା କଲେ ଏଇଟା ମଧ୍ୟ ସେମିତି କରିବ ହେଲା। ଲବ୍ଧାଙ୍ଗ ଦେଇଦେଲା 12, ଟାଲି ଚିହ୍ନ ଗୋଟେ ଅଛି, ବାରମ୍ବାରତା 1, 21 ଦ୍ୱିଥର ଅଛି 2ଟା, ବୁଝିହେଲା। 31 3 ପୁରା ମୁଁ କରିଦେଇଛି ଏଠି ଦେଖ। ବିରେ ଦେଇଛି ଆମକୁ ପ୍ରସ୍ତୁତ କରିଥିବା ସାରଣୀରୁ ନିମ୍ନ ପ୍ରଶ୍ନମାନଙ୍କର ଉତ୍ତର ଦିଅ ହେଲା। ଏଠି ଦେଖ ପ୍ରଥମ କ'ଣ ଦେଲା, ମୁଁ ଲେଖିଦେଇଛି ମଧ୍ୟ, ବ୍ୟସ୍ତ ହୁଅନି। ଦେଇଛି ଯଦି ପାସ୍ ନମ୍ବର 30 ହୁଏ, କେତେ 30 ହୁଏ, ତେବେ କେତେ ଜଣ ପିଲା ପାସ୍ କରିଛନ୍ତି ହେଲା। ପାସ୍ ନମ୍ବର 30 ହେଲେ ପିଲାମାନେ 27 ଜଣ ପିଲା ପାସ୍ କରିଛନ୍ତି ହେଲା। ତାପରେ ଦେଇଛି ଯଦି 90ରୁ 100 ନମ୍ବରକୁ A ଗ୍ରେଡ୍, ଆଉ 60ରୁ 80 ନମ୍ବରକୁ କେତେ B ଗ୍ରେଡ୍ ହେଲା, ଆଉ 30ରୁ 50 ନମ୍ବରକୁ C ଗ୍ରେଡ୍, 10ରୁ 20କୁ D ଗ୍ରେଡ୍, ଆଉ 10ରୁ କମ୍କୁ E ଗ୍ରେଡ୍ ଦିଆଯାଏ। ତେବେ ପ୍ରତ୍ୟେକ ଗ୍ରେଡ୍ ପାଇଥିବା ପିଲା ସଂଖ୍ୟା କେତେ? ପିଲାମାନେ ଦେଖ ହେଲା, A ଗ୍ରେଡ୍ ହେଉଛି ଆମର ଛାତ୍ର ସଂଖ୍ୟା 2 ଜଣ, B ଗ୍ରେଡ୍ 11, C ଗ୍ରେଡ୍ 7, D ଗ୍ରେଡ୍ ଜଣେ, ଆଉ E ଗ୍ରେଡ୍ କେହି ପାଇନାହାନ୍ତି ହେଲା। ତାପରେ ଟ୍ରିପଲ୍ A ଦେଇଛି ପାସ୍ ନମ୍ବର କେତେ ରଖିଲେ 29 ଜଣ ପିଲା ପାସ୍ କରିବେ? ପାସ୍ ନମ୍ବର 20 ରଖିଲେ 29 ଜଣ ପିଲା ପାସ୍ କରିବେ। ପିଲାମାନେ ଏଇଟା ହେଲା 5 ନମ୍ବର କ୍ୱେଶ୍ଚିନ୍ ଆମର ହେଲା। 5 ନମ୍ବର କ୍ୱେଶ୍ଚିନ୍ ଦେଇଛି ନିମ୍ନରେ ଦିଆଯାଇଥିବା ଲବ୍ଧାଙ୍କ ଗୁଡ଼ିକୁ ଊର୍ଦ୍ଧ୍ୱକ୍ରମରେ ସଜାଅ ହେଲା। ମୁଁ ତାକୁ ଏଠି ଊର୍ଦ୍ଧ୍ୱକ୍ରମରେ ତାକୁ ସଜାଡ଼ି ଦେଇଛି ହେଲା। ତମେ ଏଇଟା ସହଜ କିଛି ନାହିଁ, ଯେଉଁଟା ଡବଲ୍ ଅଛି ଡବଲ୍ ଲେଖିବ ଖାଲି, ଆଉ କ'ଣ, ଆଉ ଏଥିରେ କିଛି ନାହିଁ ହେଲା। ପୁରା ସମ୍ପୂର୍ଣ୍ଣ ଭାବରେ ସଜାଡ଼ି ଦେଇପାରିବ। ଦେଇଛି ଉପରୋକ୍ତ ବିନ୍ୟାସ ଏକ ପୁନଃ ବିତରଣ ସାରଣୀରେ ପ୍ରକାଶ କର। ବିରେ ଦେଲା ପୁଣି ସେମିତି 42 ଥରେ ଅଛି, ଗୋଟେ ଟାଲି ଚିହ୍ନ ଦେଲ, ବାରମ୍ବାରତା 1 ଲେଖିଲ। 45 ଥରେ ଅଛି, ଗୋଟେ ଟାଲି ଚିହ୍ନ ଦେଲ, ବାରମ୍ବାରତା 1 ଲେଖିଲ ହେଲା। ସେମିତି ସମ୍ପୂର୍ଣ୍ଣ କରିବ ହେଲା। ପିଲାମାନେ ୟାକୁ ସମ୍ପୂର୍ଣ୍ଣ ଯେତିକିଟା ଟାଲି ଚିହ୍ନ ଯେତିକିଟା ସମ୍ପୂର୍ଣ୍ଣ ମୁଁ କରିଦେଇଛି ଏଠି ହେଲା। ସିରେ ଦେଲା ଆମକୁ ଉପରୋକ୍ତ ବିତରଣୀରୁ ନିମ୍ନଲିଖିତ ପ୍ରଶ୍ନମାନଙ୍କର ଉତ୍ତର ଦିଅ। ସର୍ବନିମ୍ନ ଲବ୍ଧାଙ୍କ କେତେ? ସର୍ବନିମ୍ନ 42। ସର୍ବୋଚ୍ଚ ଲବ୍ଧାଙ୍କ କେତେ? ସର୍ବୋଚ୍ଚ ଲବ୍ଧାଙ୍କ 93 ହେଲା। କେଉଁ ଲବ୍ଧାଙ୍କର ବାରମ୍ବାରତା ସର୍ବାଧିକ? ସେ ହେଲା 73, ଏହାର ବାରମ୍ବାରତା 3, ଯାହା ସର୍ବାଧିକ। ଲବ୍ଧାମାନଙ୍କର ସଂଖ୍ୟା କେତେ? ଲବ୍ଧାମାନଙ୍କର ସଂଖ୍ୟା ହେଉଛି 30। ହେଲା ଆମର ସମ୍ପୂର୍ଣ୍ଣ 7 ସରିଗଲା।